ମୁଁ ତା ସହିତ ପଢୁଥିଲି ଭୁବନେଶ୍ୱରରେ ଚତୁର୍ଥ କି ପଞ୍ଚମ। ମୁଁ 2024 ତାକୁ ମେସେଜ କରିଥିଲି ମୁଁ ଅମର ପାଖରେ ରହିବି। ହଁ ମୁଁ ତାକୁ ବାହାହେଇକି ତା ସହିତ ରହିବି। ହଁ କହିଛି ସିଏ ଏଥିରେ ରାଜି ନଥିଲେ। ସେ ମତେ ବାରମ୍ବାର ମନା କରୁଥିଲେ ଯେ ତା ସହିତ କଥା ହଉନି ବୋଲିକି, ତଥାପି ମୁଁ କଥା ହଉଥିଲି ତା ସହ। ମୁଁ ତା ସହିତ ପଢୁଥିଲି ଭୁବନେଶ୍ୱରରେ ଚତୁର୍ଥ କି ପଞ୍ଚମ। ମୁଁ 2024 ତାକୁ ମେସେଜ କରିଥିଲି। ସେତେବେଳେ ମୋ ଫୋନ ନେଇଥିଲା, ମୋ ମା ମତେ ଫୋନ ଦେଇ ନଥିଲେ। ଯେତେବେଳେ ମତେ ମୋ ମା ଫୋନ ଦେଲେ, ମୋ ସୋସିଆଲ ମିଡିଆ ଥିଲା, ସେତେବେଳେ ମୁଁ କଥା ହେଇଥିଲି ତା ସହ। ହଁ ଆମକୁ ଭଲ ପାଉଛି ଆଉ ମୁଁ ଆସିବାର ଥିଲା। ମୁଁ ଓଡିଶା ଆସିବା ପାଇଁ ଚାହୁଁଥିଲି ଜଲ୍ଦି। ମୁଁ ଆମେରିକା ମତେ ଟୋଟାଲି ଭଲ ଲାଗିଲାନି। ତ ମୋ ମାଙ୍କୁ କିଛି କୁହନି, ମୋ ମା ମତେ ଏମିତି କିଛି ବି କରିନାହାନ୍ତି। ଆମକୁ ଭଲ ପାଉଛି ଆଉ ସେଥିପାଇଁ ମୁଁ ଆସିବା ପାଇଁ ଚାହୁଁଥିଲି। ମୋ ମା ରାଜି ନଥିଲେ। ମୋ ମା କହୁଥିଲେ କି ଅମର ଭଲ ପିଲା ନୁହଁ, କିନ୍ତୁ ମୁଁ ଜାଣିଛି ସିଏ ଭଲ ପିଲା। ଡାକିଲି ହେଲେ ମ୍ୟାଡାମ ମତେ ଛାଡୁନାହାନ୍ତି ତା ସହିତ କଥା ହବା ପାଇଁକା। ନା ସେ କହୁଛନ୍ତି କି ବାଲେଶ୍ୱର ନେଇକି ଯିବେ। ମୁଁ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଛି।